ଗାଁ ମଝିରେ ରାଧାର ଛୋଟ କୁଡ଼ିଆଟି। ଦୂରେଇ ଦୂରେଇ ଗୋଟି ଗୋଟିକା ଅନେକ ଘର, ତେଣିକି ଗାଁ ଦାଣ୍ଡ। ଛୋଟ ଗାଁଟି ତ ବିକ୍ରମପୁର, ବାହୁଦା ନଈର କୂଳରେ। ଗାଁ ମଝିରେ ମାନ୍ଦ୍ରାଜ ଓ ଓଡ଼ିଶାର ସୀମା। ଇଚ୍ଛାପୁରକୁ ବାଟ 3 କୋଶ ହେବ କି ନାହିଁ। ରାଜନୀତି ସେ ବୁଝେ ନାହିଁ। ଇଚ୍ଛାପୁର କି ବିଜୟନଗର ଓଡ଼ିଶାରେ ମିଶିବା ଉଚିତ କି ନୁହେଁ, ବ୍ରହ୍ମପୁର କି କଟକ ଆନ୍ଧ୍ରଦେଶରେ ମିଶିବ କି ନାହିଁ, ସେ କଥା ସେ କେବେ ବିଚାର କରିନାହିଁ। ସେ ଜାଣେ ସେ ଇଚ୍ଛାପୁରର ଝିଅ, ବିକ୍ରମପୁରର ବୋହୂ। ଇଚ୍ଛାପୁର ତାର ଜନ୍ମଭୂମି, ବିକ୍ରମପୁର ତାର କର୍ମଭୂମି। ପୁରା 25ଟି ବର୍ଷ କଟିଗଲା। ଘର ଆଗରେ ରାସ୍ତା କଡ଼ରେ ଯେଉଁ ମୁଣ୍ଡି ସାହାଡ଼ା ଗଛ, ସେଇ ତାର ସାକ୍ଷୀ। ବାହୁଦା ନଈର ବାଲି, ନଈ ସେପାରି ପାହାଡ଼ ଧାଡ଼ି, ଆଉ ଶେଷକୁ ତାର ଆଖି ଦୁଇଟା, ଏମାନେ ବି ତାର ସାକ୍ଷୀ। ଚଷା ଘରର ଝିଅ, ବୋହୂ ହୋଇ ଯେତେବେଳେ 15 ବର୍ଷର ଝିଅ ବିକ୍ରମପୁରରେ ଗୋଡ଼ ଦେଲା, ସେତେବେଳେ ଗାଁ ମଝିରେ ତାର ଦରଭଙ୍ଗା କୁଡ଼ିଆ ନଥିଲା। ଶାଶୁ ଶ୍ୱଶୁର, ଗେରସ୍ତ, ଦିଅର, ନଣନ୍ଦ ସମସ୍ତେ ଥିଲେ। ହଳ, ବଳଦ, ଗାଈ, ମଇଁଷି, ଛେଳି, କୁକୁର ସମସ୍ତେ ସେ ଘରେ ଆଶ୍ରା ନେଇଥିଲେ। ଜମି ବାଡ଼ି, ଧାନ ଅମାର। ରାଧାକୁ ଦେଖି ସମସ୍ତେ ଭାରି ଖୁସି ହୋଇଥିଲେ। ତାର ରୂପରେ କିଛି ବିଶେଷତ୍ୱ ନଥିଲା, ଢଙ୍ଗରେ ବି। ଶ୍ୟାମଳ ବର୍ଣ୍ଣ, ପୁରପଲ୍ଲୀର ଶହ ଶହ ଝିଅ ବୋହୂଙ୍କ ପରି ସ୍ୱାସ୍ଥ୍ୟଟି ଭଲ। ଘର କାମ କରିବାରେ ନିପୁଣ, କ୍ଳାନ୍ତି ଜାଣେ ନାହିଁ। ଖିଆପିଆରେ ଆପତ୍ତି ଓଜର ନଥାଏ। ଘରର ବୋହୂ ପେଜ ପାଣି ଯାହା ମିଳେ ଖାଇଦେଇ ସମସ୍ତଙ୍କ ସଙ୍ଗେ ଯୋଗ ଦେଇ କାମ କରେ, ଘରର ମଙ୍ଗଳ ପାଇଁ। ଘର ଆଗରେ ସେ ଯେଉଁ ମୁଣ୍ଡି ସାହାଡ଼ା, ବଢ଼େ ନାହିଁ କି ଛିଡ଼େ ନାହିଁ। ପୁରୁଷେ ଉଞ୍ଚା ଝଙ୍କାଳିଆ, ଟିକି ଟିକି ପତର। ତାରି ଗଣ୍ଡିର ଗୋଟିଏ ଜାଗାରେ ସିନ୍ଦୂର ଲାଗିଛି। ସେଇ ଗଛରେ ଠାକୁରାଣୀ ଆଶ୍ରା କରିଛନ୍ତି। ଗଛ ପଛକୁ 3 ଶାଖିଆ ହୁଙ୍କା। 6 ମାସ ସେ ବଢ଼ି ବଢ଼ି ଉପରକୁ ଉଠେ, ମୁଣ୍ଡି ସାହାଡ଼ାର ମଥା ଛୁଏଁ। ବର୍ଷା କାଳରେ ପୁଣି ଛିଡ଼ି ଛିଡ଼ି ଯାଏ। ମୁଣ୍ଡି ସାହାଡ଼ାର ଅଧା ଯାଏ ଖସି ଆସେ। ହୁଙ୍କା ମୂଳରେ ଗାଡ଼। ବେଳେବେଳେ ନାଗସାପ ବାହାରି ଠାକୁରାଣୀଙ୍କୁ ପ୍ରଦକ୍ଷିଣା କରେ, ପୁଣି ଗାଡ଼ରେ ପଶେ। ବାସୁକୀର ପ୍ରପଣନାତି ସେ, ଶିବଙ୍କର ପଇତା। ମୁଣ୍ଡି ସାହାଡ଼ାରେ ହରପ୍ରିୟା ଠାକୁରାଣୀ କି ତାଙ୍କର କେଉଁ ପୋଇଲି ପରିବାରୀର ଅଂଶ ବିରାଜମାନ। ତାଙ୍କର ଦେହରକ୍ଷୀ ରୂପେ ଶିବଙ୍କ ନାଗର ଚାକର ବାକର କେଉଁ ହରିଜନ ନାଗପିଲାର ନାତି ପଣନାତି ନାଗବଚା ଠାକୁରାଣୀଙ୍କୁ ଜଗି ରହିଛି। ପଛରେ ପୁଣି କୈଳାସ ପର୍ବତର ନମୁନା। ରାଧି ଯେଉଁଦିନ ବୋହୂ ହୋଇ ଆସିଥିଲା, ମୁଣ୍ଡି ସାହାଡ଼ାକୁ ପ୍ରଣାମ କରିଥିଲା। ଠାକୁରାଣୀଙ୍କ ପାଖରେ ପୂଜା ବାଜା ଭୋଗରାଗ ମଧ୍ୟ ହୋଇଥିଲା। 25 ବର୍ଷ କାଳ ସେ ଏଇଆ ଦେଖି ଆସିଛି, ଭଲ ମନ୍ଦ ସବୁ କାମରେ। ହିସାବ କଲେ ଜଣାପଡ଼ିବ କେତେ ଛେଳି ମେଣ୍ଢା କୁକୁଡ଼ାର ରକ୍ତ ମୁଣ୍ଡି ସାହାଡ଼ା ତଳେ ଢଳା ହୋଇଛି। ଠାକୁରାଣୀଙ୍କୁ ସନ୍ତୋଷ କରାହୋଇଛି। ଗଛରେ ଯେତେ ପତର ସେତିକି ଆତ୍ମା ସେଥିରେ ଆଶ୍ରା ନେଇଛନ୍ତି। ସମସ୍ତେ କଲ୍ୟାଣ କରୁଛନ୍ତି। ବିକ୍ରମପୁରର ମଙ୍ଗଳ ହେଉ। କାହାର କ'ଣ ମଙ୍ଗଳ ହୋଇଛି କି ନାହିଁ, ରାଧିର ମଙ୍ଗଳ ତାର ଖଣ୍ଡିଆ କୁଡ଼ିଆରୁ ଜଣାଯାଏ। ମୁଣ୍ଡରେ କେରା କେରା ବାଳ ପାଚିଲାଣି, ଦାନ୍ତ କେତୋଟି ହଲିଲାଣି, ଦେହ ହେଲାଣି ପଥୁରିଆ, ମନ ହେଲାଣି ଟାଣ, ଠିକ୍ ଯେମିତି ନଈ ସେପାରି ପାହାଡ଼ ଉପରର ପଥର। ଜୀବନଟା ଏହି ବାହୁଦା ନଈର ରୁକ୍ଷ ବାଲି ପରି ନୀରସ, ଅନୁର୍ବର, ଅନାବଶ୍ୟକ। 25 ବର୍ଷର ଇତିହାସ ଆଜି ରାଧିକୁ କରିଛି ମୂଲିଆଣି। ସେ ବି ହୋଇଛି ଠିକ୍ ଏଇ ମୁଣ୍ଡି ସାହାଡ଼ା ପରି। ଦୁଇ କୂଳରେ ତାର ଆଉ କେହି ନାହିଁ। ସବୁ ସେ ସହିଛି, ତଥାପି ସେ ବଞ୍ଚିଛି। ବଞ୍ଚିବା ପାଇଁ ମୂଲ ଲାଗୁଛି। ଭବିଷ୍ୟତ ପାଇଁ ପୁଣି ସଞ୍ଚି ରଖୁଛି। ଭବିଷ୍ୟତ, ଆହୁରି ତହିଁରେ ଆସ୍ଥା। 25 ବର୍ଷର କରୁଣ ଇତିହାସ। ସମସ୍ତେ ତାର ମରି ହଜିଗଲେ, ଗୋଟିକ ପରେ ଗୋଟିଏ। ଠାକୁରାଣୀଙ୍କୁ ସନ୍ତୋଷ କରିବାକୁ ଜଣକର ମରଣ ପରେ ସେଇ ମୁଣ୍ଡି ସାହାଡ଼ା ତଳେ ବୋଦା ରକ୍ତ ଢାଳିଛି। କାକୁତି ମିନତି ହୋଇ ଆଖିର ଲୁହ ନିଗାଡ଼ିଛି। ତଥାପି ଦେବତା ଶୁଣିନାହିଁ। କିଏ ଆଗରେ ଗଲା, କିଏ କାହା ପଛରେ।
କ'ଣ ହୋଇଥିଲା, କାହିଁରେ ଗଲେ, ଏସବୁ ବର୍ଣ୍ଣନା କରି ଲାଭ ନାହିଁ। ସମସ୍ତେ ଗଲେ। 10 ବର୍ଷ ତଳେ ସେଇ ଅଲକ୍ଷଣୀ। ଘରେ ରହିଗଲେ 2ଟି ବିଧବା, ରାଧା ଓ ତାର ଯା ମୋତି 17 ବର୍ଷର ଟୋକୀ। ସେଇ ବର୍ଷ ବିକ୍ରମପୁରରେ ଲାଗିଲା ନିଆଁ। ଅନେକ ଘର ପୋଡ଼ି ଜଳି ପାଉଁଶ ହେଲା। ରାଧିର ଘର ବି। ସମସ୍ତେ ଭଲ ଘର ତୋଳିଲେ। ରାଧି ତୋଳିଲା 2 ବଖରା କୁଡ଼ିଆ। ବଡ଼ ଘର ତାର ହେବ କ'ଣ? କିଏ ଭୋଗ କରିବେ? ଶ୍ୱଶୁର ଇପାରୀ କୃଷ୍ଣମୂର୍ତ୍ତି କୁମଟିଠାରୁ କରଜ ଆଣି 2 ପୁଅଙ୍କର ବାହାଘର କରିଥିଲେ। ଗେରସ୍ତ ଓ ଦିଅର ବିଶି ପାତ୍ରଠାରୁ କରଜ ଆଣି ବାପ ମାଙ୍କ ସୁଧି ଓ ଭଉଣୀର ବାହାଘର କଲେ। ସ୍ୱାମୀ ଓ ଦିଅରଙ୍କର ଚିକିତ୍ସା ପାଇଁ ପୁଣି ପ୍ରେତକ୍ରିୟା ପାଇଁ ରାମ ପଟ୍ଟନାୟକ ଘରେ କାଗଜ ସନ୍ତକ କରି ରାଧି ଓ ମୋତି ଟଙ୍କା ଆଣିଥିଲେ। କୁମୁଟି, ବ୍ରାହ୍ମଣ ଓ କରଣ ତିନିହେଁ ବିଚାର କରି ରାଧି ମୋତିଙ୍କର ସମ୍ପତ୍ତି ବାଡ଼ି ବଣ୍ଟା ବଣ୍ଟି କରି ନେଲେ। ଖାଲି ଘର ଡିହ ଓ ଏଇ ଦରଭଙ୍ଗା କୁଡ଼ିଆ ଖଣ୍ଡ ଛାଡ଼ିଦେଲେ। ଭବିଷ୍ୟତରେ ନେବେ ବୋଲି ଆଶା ଥାଏ। ସବୁ 10 ବର୍ଷ ତଳର ଘଟଣା। ଦିନେ ରାତିରେ ସେଇ କୁଡ଼ିଆ ଘରେ ମୋତିର ମୁଣ୍ଡକୁ କୋଳରେ ପୂରେଇ ରାଧା ଶୋଇ ସପନ ଦେଖୁଛି। ସବୁ ଦୁଃଖର ସପନ। ଅଙ୍ଗେ ନିଭାଇଲା କଥା। ନିଦ ଭାଙ୍ଗିଲା। ଆଖିରୁ ଗଡ଼ି ଆସୁଥିବା ଲୁହ ପୋଛିଲା। ଅନ୍ଧାରରେ ମୋତିର ମୁଣ୍ଡ ଆଉଁସିଲା। ମୋତିର ନିଦ ଭାଙ୍ଗିଲା। ପଚାରିଲା, କ'ଣ ଅପା? ରାଧା ତାର ହାତ ଧରି ଥଙ୍ଗେଇ ଥଙ୍ଗେଇ କହିଲା, ମୋତିଲୋ, ଅବିଗୁଣ ପାଇବୁ ନାହିଁ। ତୋରି କଥା ଭାବୁଥିଲି। ସବୁ ତ ଗଲା। ସାହା ସମ୍ବଳ କିଛି ନାହିଁ। ଟୋକୀ ବୟସ ତୋର। ତୁ ଦ୍ୱିତୀୟ ହୋଇଯା। ମୋତି ଚମକି ଉଠିଲା। ରାଧି ହାତରୁ ହାତ ଟାଣିନେଲା। ରାଧି ତା ମନ କଥା ବୁଝିଲା। କହିଲା, ରାଗିଲୁ କି? ରାଗନା ମୋତି। ତୋର ଭଲକୁ କହୁଛି। ଲୋକେ ପଙ୍କକୁ ସିନା ଠେଲିଦେବେ, ବୁଡ଼ିଗଲା ମଣିଷକୁ ଉଦ୍ଧାରିବାକୁ କେହି ହାତ ବଢ଼େଇବେ ନାହିଁ। କୃଷ୍ଣମୂର୍ତ୍ତି ଅନ୍ଧାରରେ ଆସି ଅନ୍ଧାରରେ ଯାଉଛି ସିନା, ହିନିମାନିଆ କପାଳକୁ କିଛି ଅଛପା ରହିବ ନାହିଁ। ସାପ ପରି ଫଁ ଫଁ ହେଲା ମୋତି। ଚିହିକା ଛାତିରେ ହାତ ଚାପି କହିଲା, ଭାରି ସତୀ ସୁଲକ୍ଷଣୀଟା। ତା ପାଟିରେ ହାତ ଦେଇ ରାଧା କହିଲା, ପାଟି କରନା। ଚିଡ଼ି ମାଡ଼ୁଛି ଯଦି ମୋ ପିଠିରେ 2 ପୁଞ୍ଜା ବସେଇ ଦେ। ତୋର ଦୋଷ ମୁଁ ଆଉ ଦଉନାହିଁ। ନିଜକୁ ସତୀ ସୁଲକ୍ଷଣୀ ବୋଲି କହୁନାହିଁ। ଅଙ୍ଗେ ଯାହା ନିଭେଇଛି ସେଇ କଥା ତୋତେ କହୁଛି। ମୋ ସାନ କୁହା ମାନ। ମୋ କଥାରେ ହଁ ଭର। ମା ହେବାକୁ ସମସ୍ତଙ୍କର ମନ ହୁଏ। ମା ହେବାକୁ 10 ଦିଗ ଅନ୍ଧାର ଦିଶେଲୋ ମୋତି। ତୋ ଦୋଷ ଦଉନାହିଁ କି ମୋର ଚହଲା ମନ ପାଇଁ ମୋ ଦୋଷ ମୁଁ ଦେଉନାହିଁ। ତୋର ବୟସ ଅଛି, ତୋ ପାଇଁ ମୁଁ ଅଛି। ଦୂରରେ ଥାଇ ହେଲେ ତୋର ସୁଖ ଟିକେ ଦେଖେଁ। ମୋତିଲୋ। ରାଧା ତୁନି ହେଲା। ମୋତି ଥକ୍କା ହୋଇ ଭାବିଲା। ଖରାଦିନ। ବାହାରେ ଉଜ୍ଜ୍ୱଳ ଜହ୍ନ ଆଲୁଅ। ନିଶବଦ ରାତି। କୁଡ଼ିଆ କଡ଼ ଆମ୍ବଗଛ ଛାଇ ଆଡ଼ୁ ଖଣ୍ଡିକାଶ ଶୁଭିଲା। ମୋତି ଚମକି ଉଠିଲା। ରାଧାର ବେକ କୁଣ୍ଢେଇ ଧରି କାନ୍ଧ ଉପରେ ମୁଣ୍ଡ ନଦି ଦେଲା। ଗୋଟା ଛାଇ ଥରୁଥାଏ। ଆମ୍ବଗଛ ଛାଇ ତଳୁ ତାଳି ଶବ୍ଦ। ମୋତି କିଟିମିଟି କରି କୁଣ୍ଢେଇ ଧରିଲା ରାଧାକୁ। ଥରିଲା ଗଳାରେ କହିଲା, ତୋ ଇଚ୍ଛା। ମୋତି ଦ୍ୱିତୀୟ ହୋଇଗଲା ନୂଆପଡ଼ା। ରାଧା ଘର ଡିହ ବନ୍ଧା ପକେଇଲା। ମୋତିର ହେଲା ପୁଅ। 7 ବର୍ଷ ତାକୁ ପୂରିଲା। ରାଧା କେବେ ମୋତି ଘରକୁ ଯାଇନାହିଁ। ସେ ଜାଣେ ତାର ଖର ନିଶ୍ୱାସରେ ସବୁ ଜଳି ଯାଇଛି। ମୋତି ପୁଅ ଗେରସ୍ତ ନେଇ ସୁଖରେ ରହୁ। ଆଇସ ପାଇ ସଂସାରରେ ବଞ୍ଚି ରୁହନ୍ତୁ। ମୋତି ଖବର ପଠାଏ। ରାଧା ମନା କରେ। ରାଧା ଯାଇଥିଲା ନୂଆପଡ଼ା। 8 ବର୍ଷ ପରେ ମୋତି ସଙ୍ଗେ ଦେଖା। 2 ଯାଙ୍କ ଆଖିରୁ ଝରିଲା ଲୁହ। 7 ବର୍ଷର ପୁଅ ଜଟିଆ ମୁଣ୍ଡରେ ହାତ ବୁଲେଇଲା ରାଧା। 8 ବର୍ଷର ସଞ୍ଚିତ ଧନ ଟଙ୍କା କେଇଟି ମୋତି ହାତରେ ଦେଇ ଆସିଲା। 15 ଦିନ ପରେ ସଞ୍ଜବେଳେ ମୋତି ଘରୁ ଲୋକ ଖବର ନେଇ ଆସିଲା, ଜଟିଆର ଦେହ ବଡ଼ ଖରାପ। ଜ୍ୱର। ଆଖି ଫିଟୁନାହିଁ। ହତଜ୍ଞାନ ହୋଇ ପଡ଼ିଛି। ମୋତି ତାକୁ ଥରେ ଯିବାକୁ ଖବର ପଠେଇଛି। ରାଧା ମନା କରି ପଠେଇଲା। ଖବର ଦେଲା, କୋଉ ଠାକୁର ନାମରେ ପାଣି ଛଡ଼େଇ ଦେ। ମୁଁ ଯିବି ନାହିଁ। ଲୋକଟି ଫେରିଗଲା ରାତିରେ। ସେଇ ଅନ୍ଧାର ରାତିରେ। ରାତି ଅଧ। ଆକାଶ ମେଘାଚ୍ଛନ୍ନ। ଗୋଟିଏ ହୋଇ ନକ୍ଷତ୍ର ଦିଶୁନାହିଁ। ନିଥର ପ୍ରକୃତି। ପବନର ହିଲ୍ଲୋଳ ନାହିଁ। ନିଶବ୍ଦ।
ରାଧାର ଆଖିକୁ ନିଦ ନାହିଁ। ଯନ୍ତ୍ରଣାରେ ଛଟପଟ ମନ। କେଡ଼େ ଭୁଲ ସେ ନ କଲା ସତେ। ମନ ମାରି ଏତେ ଦିନ ତ ସେ ରହିଥିଲା। କାହିଁକି ବାଁରେଇ ହୋଇ ଗଲା ସେ ମୋତି ଘରକୁ? କାହିଁକି ତାର ପୁଅ ଜଟିଆର ମୁଣ୍ଡରେ ହାତ ବୁଲେଇଲା? ଦୁନିଆରେ ଜନ୍ମ ହୋଇ କାହାରିକୁ ସ୍ନେହ କରିବାର ଅଧିକାର ତାର ନାହିଁ। ଯାହାକୁ ସେ ସ୍ନେହ କରିଛି ତାର ହୋଇଛି ଅମଙ୍ଗଳ। ସତରେ କ'ଣ ଜଟିଆ ବଞ୍ଚିବ? ଜଟିଆକୁ ସେ ସ୍ନେହଭରା ଆଖିରେ ଚାହିଁଥିଲା। ତାକୁ ସେ ଆଦର କରିଥିଲା। ପେଟ ତାର ପୂରି ଉଠିଥିଲା। ଦଇବ କ'ଣ ସହିବ? ଠାକୁର ଠାକୁରାଣୀଙ୍କୁ ସେ ଆଉ ଡାକିବ ନାହିଁ। କେତେ ତ ଡାକିଛି, କେହି କେବେ ଶୁଣି ନାହାନ୍ତି। ମୁଣ୍ଡି ସାହାଡ଼ା ତଳେ ଉପାଧିଆ ପଡ଼ି ରାତି ରାତି କଟେଇଛି। ତଳେ ମୁଣ୍ଡ କୋଡ଼ି ରକ୍ତ ବାହାର କରିଛି। ତଥାପି ଠାକୁରାଣୀ ଶୁଣି ନାହାନ୍ତି। ରାତି ପାହିଲେ ଅଶୁଭ ଖବର ଆସିବ। କେତେ ଅଶୁଭ ଖବର ତ ତା ମନରେ ଭେଦିଛି। ଜଟିଆର ମରଣ ଖବର ବି ସେମିତି ତା କାନରେ ବାଜିବ, ମନରେ ପଶିବ। ହୁଏତ ଥକ୍କା ହୋଇ ଘଣ୍ଟାଏ ବସିବ, ଆଖିରୁ ଲୁହ ଗଡ଼େଇବ। ପେଟ ତାତିଲେ ସବୁ ଦୁଃଖ ଛାତି ତଳେ ଛପେଇ ଗଲା କଥା ପଛକୁ ପକାଇ ପୁଣି ବାହାରି ପଡ଼ିବ ସେ ମୂଲ ଲାଗିବାକୁ। ମନର କୋହ ରାଧା ସହି ପାରିଲା ନାହିଁ। ଦେବତାକୁ ସେ ଆଉ ପୂଜା କରିବ ନାହିଁ। ଦେବତା କେବେ ମଣିଷର କଥା ଭାବେ ନାହିଁ। ଏଇ ଯେଉଁ ମୁଣ୍ଡି ସାହାଡ଼ା, ଯାହାର ମୂଳରେ ମଣିଷ ତାର ଭକ୍ତି ଅଜାଡ଼ି ଦେଇ ଗୁହାରି କରିଛି, ତାହାରି ଦେହରେ ଠାକୁରାଣୀ ବିଜେ କରିଛନ୍ତି। ଜୁଳୁ ଜୁଳୁ କରି ସେ ସବୁ ଦେଖୁଛି। କାହିଁକି ସେ ରହିବ? ପୂଜା ପାଣି ପାଇବ, ସବୁ ତ ଗଲା, ସେ ବି ଯାଉ। ଠାକୁରାଣୀ ତାର ସର୍ବନାଶ କରିଛି, ସେ ତାକୁ ଛାଡ଼ିବ କାହିଁକି? ରାଧା ମନ ଉଲ୍ଲାସରେ ହସିଲା। ସେ ଦୁର୍ବଳ ମଣିଷ ଉପରେ ଦାଉ ସାଧି ପାରିବ ନାହିଁ। ଦେବତାକୁ ନିଜର କରାମତି ଦେଖାଇବ। ଲୋକେ ତାର ଯାହା କରିବାର କରନ୍ତୁ। ରାଧା ଉଠିଲା। ଅନ୍ଧାରରେ ଦରାଣ୍ଡି ଦରାଣ୍ଡି କ'ଣ ଖୋଜିଲା। ରାତି ପାହିଲା। ମୁଣ୍ଡି ସାହାଡ଼ା ମୂଳରେ ଲୋକେ ଜମା ହୋଇଛନ୍ତି। ରାଧା ଜିଭ କାମୁଡ଼ି ପଡ଼ିଛି। ଦୂରରେ ଛିରିକି ପଡ଼ିଛି ଟାଙ୍ଗିଆ ଖଣ୍ଡେ। ମୁଣ୍ଡି ସାହାଡ଼ା ମୂଳରେ 2-4 ଚୋଟ କୁରାଢ଼ି ଦାଗ, କ୍ଷୀର ନିଗିଡ଼ି ପଡ଼ୁଛି। ରାଧାର ପାଦ ଉପରେ ନାଗ ଦଂଶନର ଚିହ୍ନ। ଛୋଟ ଛୋଟ 2ଟି ଦାଗ। ଠାକୁରାଣୀର ପ୍ରତାପ।